ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ମା ଦଣ୍ଡକାଳୀଙ୍କ 21 ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଛି। ଏଥିଲାଗି ପୁରୁଷୋତ୍ତମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଢୋଲ ଘଣ୍ଟ ଝାଞ୍ଜ ସାଙ୍ଗକୁ କଳା ରୁଦ୍ରମଣିକୁ ଭଜେ ଧ୍ୱନିରେ ସମଗ୍ର ଗାଁଠୁ ସହର ପ୍ରକମ୍ପିତ ହେଉଛି। ସଭିଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ରଖି ମାଙ୍କ ଶରଣ ପଶିଛନ୍ତି ଭକ୍ତ। କେବଳ ଏହି ଦଣ୍ଡଯାତ୍ରାରେ ହିଁ ଶିବ ଓ କାଳୀଙ୍କ ଏକତ୍ର ପୂଜା କରାଯାଇଥାଏ। ଏହି ବ୍ରତ ପାଳନର ବିଶେଷ ମହତ୍ତ୍ୱ ରହିଥିବା ବେଳେ ଏହାକୁ ପାଳନ କରିବାରେ ଅନେକ କଷ୍ଟ କରିବାକୁ ପଡ଼ିଥାଏ। ଏହି ବ୍ରତ ପାଳିବା ଦ୍ୱାରା ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ ବୋଲି ଲୋକଙ୍କ ମଧ୍ୟରେ ଅଗାଧ ବିଶ୍ୱାସ ରହିଛି। ଏହି ବିଶ୍ୱାସକୁ ନେଇ ଭକ୍ତମାନେ ଯେତେ କଷ୍ଟ କଲେ ବି ବ୍ରତକୁ ପାଳନ କରୁଛନ୍ତି। ପୁରୁଷୋତ୍ତମପୁର ସହରର ଥିବା 3ଟି ଦଣ୍ଡଯାତ୍ରା ଦଳ ଧୋବାପୁଞ୍ଜା, ବିପତ୍ତିହାରିଣୀ ତେଲିପୁଞ୍ଜା ଓ ଗୌଡ଼ ପୁଞ୍ଜାରେ ଶହ ଶହ ସଂଖ୍ୟାରେ ମାନସିକଧାରୀମାନେ ଭକ୍ତି ସହକାରେ ସାମିଲ ହୋଇଛନ୍ତି। ଏମାନେ ଦୀର୍ଘ 21 ଦିନ କାଳ କଳା ବସ୍ତ୍ରକୁ ପରିଧାନ କରି ଶିବ କାଳୀଙ୍କୁ ସଙ୍ଗରେ ଧରି ସମଗ୍ର ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମକୁ ଖାଲି ପାଦରେ ଚାଲି ଚାଲି ଯାଇ ମାନସିକଧାରୀ ନୃତ୍ୟ କରିଥାନ୍ତି। ମଧ୍ୟାହ୍ନରେ ଟାଣ ଖରାରେ ଧୂଳି ଦଣ୍ଡ, ଅପରାହ୍ନରେ ନଦୀ କିମ୍ବା ପୋଖରୀରେ ଜଳଦଣ୍ଡ, ଅର୍ଦ୍ଧରାତ୍ରରେ ଅଗ୍ନିଦଣ୍ଡକୁ ପରିବେଷଣ କରିବାରେ ଲାଗିଛନ୍ତି। ଏହାସହ ଭକ୍ତମାନେ ଆମ୍ବପତ୍ରରେ ଦାନ୍ତ ଶୋଧିତ କରି ଖୋଲା ଆକାଶ ତଳେ ଖରାରେ ବର୍ଷାରେ ନିଘାଞ୍ଚଳ ସ୍ଥାନରେ ରହିବା ସହ ଦିନକୁ ଗୋଟିଏ ଥର ନିଃଶବ୍ଦ ରାତିରେ ଅକଟା ଅବଟା ଅଫୁଟା ଖାଦ୍ୟ ଖାଇବେ। ଏଥିସହ ଜନସାଧାରଣଙ୍କ ମନୋରଞ୍ଜନ ଲାଗି ଧୋବପୁଞ୍ଜା ଅଧିକାରୀ ଭାସ୍କର ସେଠୀ, ବିପତ୍ତିହାରିଣୀ ତେଲିପୁଞ୍ଜା ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା ଓ ଗୌଡ଼ପୁଞ୍ଜା ଅଧିକାରୀ ବୀଣା ଗୌଡ଼ଙ୍କ ତତ୍ତ୍ୱାବଧାନରେ ସାମାଜିକ ନାଟକମାନ ପରିବେଷଣ କରାଯିବ। ଆସନ୍ତା ମେଷ ସଂକ୍ରାନ୍ତି ବା ପଣ ସଂକ୍ରାନ୍ତିରେ ଉଦ୍ଯାପିତ ହେବ। ରିଙ୍କୁ ସାହୁ ଭିଲେରୁ ଆସିଛୁ। ହଁ ଦର୍ଶନ କଲୁ। ହଁ ମଙ୍ଗଳବାର ଆସିଥିଲୁ, ପିଲାର ବାଳ କାଢିଲୁ, ଆମେ ଯାଉଛୁ ସର୍ଦାରେ। ହଁ ଭଲ ହେଇଛି କଥାରେ। ओम नमस्तारायै भगवती आदि पराशक्ति तारा तारिणी सेवक मु भवानी शंकर राणा। आज हूँ चैत्र मास द्वितीय पाली मंगलवार। आज एक विशेष दिन। आज चैत्र मासर कृष्ण पक्ष एकादशी तिथि रे भगवती आद्यश्वरी पराम्बाई भगवती माँ भक्त मानू गजलक्ष्मी बेश दर्शन प्रदान करिसेंती। एवं आज विशेष नीति गुड़िक है पहांतर भुवनेश्वर आदिति सामंत प्रथम जय माँ तारातारिणी को आसवा बहुत खुशी लगे। प्रशासन जमा ठीक ना, प्रशासन माने लाइन गोटे लाइन कथा दीटा लाइन जाऊँ, तेणुक प्रशासन को अनुरोध ध्यान दिंतु। बाकी तो तारातारिणी को दर्शन कर मत बहुत भल लगे। बहुत आम रात 2टारू आसिलु, 2टारू आसिक जब एति टाइम हो तो छोट छुआ को लेकिन जो मैंने आसुच्च से बहुत माने असुविधार सम्मुखीन होती। बहुत भी खरा हो तेणुक माँ दयारू आम भल भल दर्शन कलु कि बहुत असुविधार सम्मुखीन हेलु। आशा करुच्ची कि प्रशासन प्लीज ए ध्यान दिंतु, ना तो बहुत समस्ते माने समस्त बहुत असुविधा हम। आज चैत्र द्वितीय पाली मंगलवार भक्त मान मध्य आम देखु आज अशेष आग्रह एवं उत्साह सहित से आसुँच माँ दर्शन पर। प्रशासन तरफ समस्त प्रकार व्यवस्था कर श्रृंखलित भाव में धाड़ी व्यवस्था भक्त मैंने माँ दर्शन करेंगे और सुरखुरी यातायात व्यवस्था। राजेश कुमार मिश्र आमर आज पाखापाखि 100 भलेंटियर्स आसते। भर छत्रपुर थे 50 ରୁ 70 पाखापाखि थे। बाद भुवनेश्वर अनुगुल भी पिला आसते। आगे स्टार्टिंग जो द्वितीय पाली समस्ते जानते दंड यात्रा को जो मैंने जी से प्रथम मानसिकधारी मैंने समस्त लाइन कर मंदिर भर आसवे। ना आज लाइन जब हो विशृंखला परिस्थिति हो तो से जिन नजर रखिए। गंजामरू जगन्नाथ साहू का रिपोर्ट, वन ओडिशा।